ଏବେ ଏବେ କାଳିଆ ଯୋଜନାକୁ ନେଇ ଆସିଲା ଏକ ବଡ଼ ଖବର। ଆଗରୁ ଭଲ ଭାବରେ ଆପଣମାନେ ଜାଣିଛନ୍ତି କାଳିଆ ଯୋଜନା ବହୁତ ଦିନ ହେଲାଣି ବନ୍ଦ ହୋଇଯାଇଛି। ଆଉ ଯେବେଠୁ ବିଜେପି ସରକାର ଆସିଛି ସେବେଠୁ କାଳିଆ ଯୋଜନା ବନ୍ଦ ହୋଇଯାଇଛି। ଏବେ ପୁଣି ବିଜେପି ସରକାର ଆସିଲା ପରେ ପୁଣି କାଳିଆ ଯୋଜନା ନେଇ ଆସିଲା ଏକ ବଡ଼ ଖବର। ଯଦି ଭିଡ଼ିଓରେ ଆପଣ ନୂଆ ହେଇଛନ୍ତି ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆପଣମାନେ ଜାଣିଥିବେ ଏଥର ଯେଉଁ ବଜେଟ୍ ବସିଥିଲା ସେ ବଜେଟ୍ରେ 1900 କୋଟି ଟଙ୍କା ଅଲରେଡ଼ି ମଞ୍ଜୁର ହୋଇସାରିଛି। ଆଉ ସେହି ମଞ୍ଜୁର ନେଇକି ଆମ କୃଷିମନ୍ତ୍ରୀ କେବି ସିଂହଦେଓ ବର୍ତ୍ତମାନ ବହୁତ ବଡ଼ ଗୋଟେ କଥା କହିଦେଇଛନ୍ତି। ଯେଉଁ କଥାରେ ସେ କହିଛନ୍ତି ବର୍ତ୍ତମାନ ଯେଉଁ କାଳିଆ ଯୋଜନା ଥିଲା ସେ କାଳିଆ ଯୋଜନାକୁ ନାମ ଚେଞ୍ଜ ହେଇ ବର୍ତ୍ତମାନ CM କିଷାନ ଯୋଜନା ଚାଲୁ ହେବ। ଆଉ CM କିଷାନ ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ଦୁଇଟି କିସ୍ତିରେ ବର୍ଷକୁ 2ଟି କିସ୍ତିରେ 4000 ଟଙ୍କା ମିଳିବ। ଆଉ ଭୂମିହୀନମାନଙ୍କୁ 12500 ଟଙ୍କା ମିଳିବ। ଆଉ ଯେଉଁମାନେ କାଳିଆ ଯୋଜନାରେ ଯେଉଁ ଯୋଗ୍ୟ ଥାଇ ମଧ୍ୟ ସେମାନଙ୍କୁ କୌଣସି କାଳିଆର ବେନିଫିଟ୍ ମିଳିନଥିଲା ସେମାନେ ବର୍ତ୍ତମାନ ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ କରିନିଅନ୍ତୁ ଏବଂ ଯେଉଁ CM କିଷାନ ପୋର୍ଟାଲ ଲଞ୍ଚ ହେବ ବହୁତ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି। ଆଉ ସେ ଲଞ୍ଚ ହେବ ସେ ଲଞ୍ଚ ହେଲେ ଆପଣ CM କିଷାନ ଯୋଜନାରେ ଆପଣ ଆଧାର ଏବଂ ମୋବାଇଲ ନମ୍ବର ସହ OTP ଯିବ ଆଉ ଆପଣଙ୍କର ଜମି ଟିକଟ ଦେଇ ଆପଣ ଆପ୍ଲାଏ କରିଦେବେ। ଏହା ଥିଲା ଆଜିର ଖବର। ଆଉ CM କିଷାନର ଯେଉଁ ଟଙ୍କା ଆସିବ ବର୍ତ୍ତମାନ ଯେଉଁ ନୂଆଖାଇ ଆସିବ ନୂଆଖାଇଠୁ CM କିଷାନ ଯୋଜନା ଷ୍ଟାର୍ଟ ହୋଇଯିବ। ଚାଷୀମାନଙ୍କ ଆକାଉଣ୍ଟକୁ ପଇସା ଯିବ। ଏହା ହିଁ କହିଛନ୍ତି କେବି ସିଂହଦେଓ ଆମର ଯେଉଁ କୃଷିମନ୍ତ୍ରୀ। ଆଜିର ଭିଡ଼ିଓଟି ଯଦି ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।